ରାଗରେ ପଞ୍ଚମ ଓଡ଼ିଶାକୁ ବି ଛାଡ଼ିଲେନି ମମତା। କଡ଼ା ଜବାବ ଦେଲେ ମୋହନ। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ଅଶାନ୍ତ ପଶ୍ଚିମବଙ୍ଗ। ନ୍ୟାୟ ପାଇଁ ରାଜରାସ୍ତାରେ ସାଧାରଣ ଜନତା। ଆଉ ଏହାରି ଭିତରେ ମମତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଉଠିଛି ରାଜନୈତିକ ଝଡ଼। ମମତା କହୁଛନ୍ତି ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ ଚେତାବନୀ ମଧ୍ୟ ଦେଇଛନ୍ତି ମମତା। ଏହା ମାଧ୍ୟମରେ କ'ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଦିଦି? ଯଦି ଜଣେ ମୁଖ୍ୟମନ୍ତ୍ରୀ ଏମିତି କହିବେ ସାଧାରଣ ଜନତା ভাবিবে କ'ଣ? কেউ কেউ মনে করছেন এটা বাংলাদেশ, আমি বাংলাদেশকে ভালোবাসি, ওরা আমাদের মতো কথা বলে, ওদের সংস্কৃতি আমাদের সংস্কৃতি এক। কিন্তু মনে রাখবেন বাংলাদেশ একটা আলাদা রাষ্ট্র, ভারতবর্ষ একটা আলাদা রাষ্ট্র। মোদিবাবু আপনার পার্টিকে দিয়ে আগুন লাগাচ্ছেন, মনে রাখবেন বাংলায় যদি আগুন লাগান আসামও থেমে থাকবে না, নর্থ ইস্টও থেমে থাকবে না, উত্তরপ্রদেশও থেমে থাকবে না, বিহারও থেমে থাকবে না, ঝাড়খণ্ডও থেমে থাকবে না, উড়িষ্যাও থেমে থাকবে না, আর দিল্লিও থেমে থাকবে না। আপনার চেয়ারটা আমরা টলমল করে দেব। ଓଡ଼ିଶାର ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନାପସନ୍ଦ କରିବା ସହ ତାର ମୁହଁତୋଡ଼ ଜବାବ ମଧ୍ୟ ଦେଇଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାକୁ ଆପଣଙ୍କୁ ଏ ଅଧିକାର ଦେଲା କିଏ ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ଦାୟିତ୍ୱବାନ ଓ ସଚେତନ, ତେଣୁ ଆପଣଙ୍କର ଏ ଭାବନା ନକାରାତ୍ମକ ମନ୍ତବ୍ୟ ସମ୍ବେଦନହୀନ। ଆମ ଓଡ଼ିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆହୁରି ମଧ୍ୟ କହିଛନ୍ତି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ନ୍ୟାୟ ନ ଦେଇ ପ୍ରତିଶୋଧ ପରାୟଣ ହେବା ଦେଶ ପାଇଁ ବିପଦ ବୋଲି କହିଛନ୍ତି ମୋହନ। ବ୍ୟୁରୋ ରିପୋର୍ଟ, ଜାଗୃତି ଲାଇଭ୍ ମିଡିଆ।